ସଦ୍ଗୁରୁମାନଙ୍କର ଜୀବନ ଏତେ ସରଳ ଓ ସାଧାରଣ ଯେ ତାଙ୍କର ଜୀବନଚର୍ଯ୍ୟାକୁ ନେଇ ତାଙ୍କର ଅସାଧାରଣ ଆଧ୍ୟାତ୍ମିକ ବ୍ୟକ୍ତିତ୍ୱକୁ କଳନା କରିବା ସାଧାରଣ ମନୁଷ୍ୟ ପକ୍ଷରେ ସମ୍ଭବପର ନୁହେଁ। ସେଥିପାଇଁ ଶିରିଡ଼ିରେ ସ୍ୱଦେହରେ ଥିବା ସମୟରେ ବାବାଙ୍କୁ କିଛି ଲୋକ ପାଗଳା ଫକୀର ବୋଲି ଡାକୁଥିଲେ। ବାସ୍ତବରେ ସଦ୍ଗୁରୁ ଦେଶ ଓ ସମସ୍ତ ଭେଦଭାବର ଊର୍ଦ୍ଧ୍ୱକୁ ଯାଇ ସମସ୍ତଙ୍କ ପାଇଁ ଗୁରୁର ଦାୟିତ୍ୱ ନିର୍ବାହ କରନ୍ତି। ଏକ ସମୟରେ ସେ ଦୁଇ ଚେତନାର ଧାରକ, ନରଚେତନା ଏବଂ ଦୈବୀ ଚେତନା। ସହଜ ଯୋଗ ସ୍ଥିତିରେ ରହି ସଂସାରରେ ବ୍ୟବହାରିକ ଦୃଷ୍ଟିରୁ ସାଧାରଣ ମଣିଷ ଭଳି ଅଭିନୟ କରୁଥିଲେ ମଧ୍ୟ ଅନ୍ତରରେ ସେ ଭଗବାନ ଅର୍ଥାତ୍ ସର୍ବଦା ଆତ୍ମଲୀନ ଅବସ୍ଥାରେ ଥାଆନ୍ତି। ତେଣୁ ଶ୍ରୀଗୁରୁ ଭାଗବତରେ ଅଛି, ସହଜ ଯୋଗ ବଳ ଧରି ଦେହ ଧରି ହେଲ ସଂସାରୀ, ନାଟକ କର ନର ସମ ଅନ୍ତରେ ତୁମେ ଭଗବାନ। ଜୟ ଶ୍ରୀ ସାଇ, ଜୟ ଶ୍ରୀ ଗୁରୁଦେବ।